अरे साଙ୍ଗमनी सब तो माछ चिकेन खाऊची चलनो आज कंकड़ा नहीं भोजी करिवे कंकड़ा थरे खाइतिली बढ़िया टेस्ट हेतिला भाई कंकड़ा किलो केते बा तो 750 केते नबो कोण 750 टका एते कोण हो ए कंकड़ा परा हम बढ़िया रे भरा हेइ अछती गां लोक मोबा भाई पिट्टा मारा होछती ताले जाओ गाड़ी रे कंकड़ा गोटे कि नहीं छिबू मो पाखो काई आसु तो ना गंध रे एपर टाइम रे आसी खाली पाला चले छ क्या सब अरे कौन है तो फोन करो चिकन का भोजी के बिना हम कहलो एबे भोजी नु चलो सब गाड़ी रे कंकड़ा धरि के आसीबे तापर से दुकान को देखे कि बाजार रे बिकिबे ए चिनी हमको अरे एई गुडाको तो छोटिया गुडाको एमानको नै बजार गले केही नेबेनी सुनो गोटे काम करिवे चलो हम सब मिसी कंकड़ा चाष करिवे कंकड़ा झाले आनिबे ओए पे फळिवे बड़ बड़ कंकड़ा हेबे ताकू नै के हम बाजार रे बिकिबो ताले मु आउ नेवड़ा भाई हमें अलग ककड़ा चाष करिवु ए लटकिया भाई को सागरे नले से पूजा देखु सब ककड़ा भागरे रे दे दबो हमरा किछि बिकिया बनी हाले दाथा आलबो न होले भाग बथिया कथा कहले माने आउ थेना ते पला कलियो हाइले तांको तंते कोन में मागणे खे देखा जाउछु सुन एथरा आमे भी चाषरे मिसी हेले नेवड़ा आ तांको को सह नुहे ठीक अछि मु गिंटू पूछे और पिंकी हमन सब गोटे गोटे और तमे चले के गोटे गोटे देखिबा कहा कंकड़ा गोटे शीघ्र शीघ्र बड़ होउची एथरा खेलटा ठीक हबो अब टीम रे दीटा झियो अछंती माने तमे हारिबो रे नटिया ये दिखिबा किया हालियो एटा कंकला विख्या दिला दला बोलियो हां अरे मानो ए कंकड़ा गुडा को बहुत नट खटिया हे छथि खाली गोड़ हाथ को कामुडी दउछथि हौ एते दिन तो हेई गला चलो देखिबा कंकड़ा गुडी को सब केते बड़ हेलेनी
ଆରେ ଦେଖରେ ନଟିଆ ଆମ କଙ୍କଡା ସବୁ ବଡ ଲୋକଙ୍କ ପାପୁଲି ସାଇଜ ହୋଇଛନ୍ତି ଆଉ କିଛି ଦିନ ପରେ ବଡ ବଡ ହେଇଗଲେ ବଜାରରେ ନେଇ ବିକିବୁ ଆଉ ତୋ କଙ୍କଡାକୁ ଦେଖେ ତୋରି ପରି ସବୁ ବାଙ୍କେରା ଚେହେରା ପାଇଛନ୍ତି ପ୍ରଥମରୁ କହିଥିଲି ବାଜି ଲଗାଉନି ହାରିଯିବ ଏବେ ନାମ ନିଅ ଏ ଲଟିଆ ଭାଇ ବାଗୁରାକୁ ତା କଙ୍କଡା ବି ବାଗୁରା ଏ ବାଗୁରା ବାଗୁରା ରେ ଏ ବାଗୁରା ଏ ବାଗୁରା ଆରେ ମତେ ଚିଡଉଛୁ ଦେଖିବୁ ଏଇନେ ବେଶୀ ଓଲିଲେ କଙ୍କଡା ତା ଚୁମୁଟା ଜୋର କରିଦବ ତୋ ନାକ ପୁରା ଖଣ୍ଡିଆ କରିଦବ ଆରେ ଗିଣ୍ଡୁ ଦେଖିଲୁ ଏଇଟା ଆରଗାର ହଡା ଭାଇ ଭଳିଆ ଦେଖାଯାଉନି ହେଲେ କିଛି ଦିନ ତଳେ ତ ତା ଦେହରେ ଖାଲି 4ଟା ହାଡ ଥିଲେ ଏବେ କଣ ପୁରା ମାଉଁସ ଲାଗିଗଲାଣି କଥା କଣ ଆରେ ଦେଖିପାରୁନୁ ଆରେ ମୋ ଦେହରେ ପୁରା ମାଉଁସ ଲାଗିଗଲାଣି ଆଉ ପୁଣି କଣ ହଡ଼ା ଡାକୁଛୁ ହେଲେ ଏତେ ଚମତ୍କାର କେମିତି ହେଲା ଆମକୁ ତ କୁହ ଆମେ ବି ଟିକେ ତମ ଭଳିଆ ବଡି ବନେଇବୁ ଆରେ ଏସବୁ ହେଇଛି ମସଲ ବଡା ପ୍ରୋଟିନ ପାଉଡର ପାଇଁ ଗୋଟେ ମାସ ଖାଇ ପୁରା ମୋ ଚେହେରା ବଦଳିଗଲା ଆଉ କଣ ପ୍ରୋଟିନ ପାଉଡର କୋଉଠି ମିଳିବ କହିଲ ଆରେ ମୋ ପାଖରେ ପରା ଅଛି ଆରେ ଏଇ ନିଅ ଡବା ଆଉ ମତେ ପଇସା ପରେ ଦେଇଦବ କହିଲେ ଆମ କଙ୍କଡା କେମିତି ବଡ ହବ ଠେକଟା ବାହାବେ ଆଉ ତୁ ଏ ପାଉଦଲ ଖାଇକି ମଥଲ ବନେଇବା କଥା କଲୁ ଚିନ୍ତା କଲୁ ତୁ ଗୁଣ୍ଡଲେ ଗୁଣ୍ଡ ଆରେ କିନ୍ତୁ ଏ ପାଉଡର ମୋ ପାଇଁ ନୁହଁ ଆମ କଙ୍କଡା ମାନଙ୍କ ପାଇଁ ତୁ ତ ବୁଝିପାରୁନୁ ତୋ ମୁଣ୍ଡରେ ଗୁଣ୍ଡ କଣ କହିଲୁ ଅଲିଆ ବୋଲେ ତ ମୁଣ୍ଡ ସବୁଦିନ ଏଇ ପ୍ରୋଟିନ ପାଉଡର ଗୋଳେଇ ଖାଇବାକୁ ଦେବି ଦେଖିବେ କଣ ହଉଛି ଆଉ ଆଲୁ ଲକ୍ଷ୍ୟ ଦେଖିଲୁ ଗୋଟିଏ ବି କଙ୍କଡା ଦେଖା ଯାଉଲା ଆଜି ସେ ପ୍ରୋଟିନ ପାଉଡର ମନିଥ ଉପରେ କାମ କଲେ କଙ୍କଡା ଉପରେ ନୁହଁ ତୁ ବିଲା ଡାଲି ଝାଲି ସବୁ ନଷ୍ଟ କରିଦେଲୁ ହଉ ଛାଡେ ଯାହା ତ ହେଲା ଆଉ ଘରକୁ ଯିବା ଚାଲ
କି ଏ ନେଉଳ ମତେ ଆଉ ମୋ କଙ୍କଡା ଗୁଡାକ ଭାଙ୍ଗୁରା ଚିଡଉଥିଲେ ସେଥିପାଇଁ ମୁଁ ସେମାନଙ୍କୁ ମସଲ ପଡିଆ ପ୍ରୋଟିନ ପାଉଡର ଖାଇବାକୁ ଦେଇଥିଲି ସେଇଥିରେ ବୋଧେ ବଢି ଯାଇଛନ୍ତି ଆଉ। ଆରେ ମୂର୍ଖ ସବୁବେଳେ କିଛି ନା କିଛି ଗଣ୍ଡଗୋଳିଆ କାମ କରିକି ପୁରା ଗାଁଟାକୁ ହଇରାଣ ପକଉଛୁ। ଏ କଙ୍କଡାକୁ ମଣିଷ ଖାଇବେ ନା ଏମାନେ ମଣିଷକୁ ଖାଇବେ? ଆଁ? ଭଲ କାମ କରୁଛ ମଦନ। ଏ କଙ୍କଡା ଗୁଡା ନହେଲେ ଆଜି ପୁରା ଗାଁ ବଳିଆ କଲି ସାଗର ବାପା। ନୂତନ କାକେ ଏମାନେ ଆଉ କୁଆଡେ ନଉଛ ସିଏ ଯୁଆଡେ ନେଲେ ନିଅନ୍ତୁ ହେଲେ ତତେ ଆଜି ମୋଠୁ କେହି ବଞ୍ଚେଇ ପାରିବେ? ଆରେ ଜଟିଆ ଭାଇ, ଆରେ ପିଲାଟାକୁ କାଇଁ ମାରୁଛୁ? ଶୁଣୁ, ଏ କଙ୍କଡାର ଭିଡିଓ ଦେଖି ମୋ ପାଖକୁ ପରା 1000 କଲ୍ ଆଉ ମେସେଜ ଆସିଲେଣି। ହେଲେ କଣ ପାଇଁ? ଆରେ କଙ୍କଡାକୁ କିଣିବା ପାଇଁ ଲୋକମାନେ ପୁରା ପାଗଳ ହେଇଗଲେଣି। ଆରେ ନର୍ମାଲ କଙ୍କଡା 300 ଟଙ୍କାରେ ମିଳୁଛି ମାନେ ଭାବେ ଏ କଙ୍କଡା ମାନଙ୍କ ପାଇଁ ତ ନିଲାମ ଲାଗିବ। ଏଠି ତମେ ଜାଣିଛ ନା କିସ ଗୋଟେ କଙ୍କଡା ପିଛା 5000 ଟଙ୍କା ମିଳିବ ବାପା। କଣ କହିଲୁ? ଏତେ ଟଙ୍କା ମିଳିବ? ତାହେଲେ ଚାଲ ଚାଲ ଜଲ୍ଦି ସବୁ କଙ୍କଡା ବିକିଦବା। ମୁଁ ଠିକ ଜାଣିଥିଲି ମୋ ପୁଅ କେବେ କିଛି ଭୁଲ କରିବନି। ସୁନା ମୁଣ୍ଡାଟା ପରା। ଏବେ ମତେ ବାଡେଇବାକୁ ପଡେଇଥିଲ ଯେମିତି ଟଙ୍କା କଥା ଶୁଣିଲ ଚମତ୍କାର। ତୁ ଚୁପ କର, ଚାଲ କଙ୍କଡା ସବୁ ବିକିବାକୁ ଯିବା। କାକା କିଏ ଏକୁଟିଆ ନୁହ, ଆମେ ବି ତା ସହ ତାଥଲେ ଥ ଥ କଲି ତୁ। ନଟିଆ, ଆମକୁ ବି ତୋ ସାଙ୍ଗରେ ମିଶାବା, ଆମେ ବି ବିକିବୁ। ନାଇଁ ହେଇପାରିବନି। ତମେ ତ କଣ କହୁଥିଲ ମୁଁ ବାଙ୍ଗରା ଆଉ ମୋ କଙ୍କଡା ବି ବାଙ୍ଗୁରା ନାଇଁ? ହଉ ସରି ଆଉ କହିବୁନି।